ଗୋଲାପ ଗଛରେ ଆଜି ଫୁଲ ଫୁଟିଛି। ଗୋଟେ ଗଢ଼େଇଛି ଏପଟେ ଗୋଟେ ଏପଟେ। ଆଜି ତ ଫୁଟିନି, କାଲି ଫୁଟିବ। ଏ ମଟର ଲଗେଇଥିଲି, ଏ ଗଜା ହେଇଛି ତ ଏଟା ଦେଖୁଥିଲି। ବହୁତ ସାରା ପକେଇଥିଲି ଏଠୁ, ସେଇଠୁ ଅଧା ଅଲଗା ଜାଗାକୁ ସିଫ୍ଟ କରିଦେଇଛି। ଟମାଟୋ ବି ଫଳ ହେଇଛି। ଆଉ ହେଲା ଟମାଟୋ। ତାପରେ ଏଠି ନୂଆ ଗଛ କିଛି ଲଗେଇଥିଲି। ଏଇଟା କ'ଣ ମାଲବେରୀ, ହଁ ମାଲବେରୀ ଗଛ। ତାକୁ କଟିଂ କରିଥିଲି। ଏଇଟା ବି ବାହାରିଛି, ଆଉ ଥରେ ସେଇଟା ପତ୍ର ବାହାରିଛି, ନୂଆ ପତ୍ର। ତାପରେ ଦେଖନ୍ତୁ ତା ତଳେ ପାଳଙ୍ଗ ଲଗେଇଥିଲି, ଏଇଟା କିଛି ହେଉନି, ବଢ଼ିବନି ସତ। ଆଉ ଦେଖନ୍ତୁ ଧନିଆ କେତେ ସୁନ୍ଦର ହେଇଛି। ଆଜି ଭାବୁଛି ଧନିଆ ସବୁ ଆଜି ମୁଁ ତୋଳିକି ନେଇଯିବି। ତାପରେ ଏଇଟା ନୂଆ ରିପୋର୍ଟ କରିଛି, ଛୋଟ ବ୍ୟାଗ୍ରେ ଥିଲା, ତାକୁ ଏଇଟା 18x18 ବ୍ୟାଗ୍ରେ ସିଫ୍ଟ କରିଦେଇଛି। ଅଧା ମାଟି ଦେଇକି, ବହୁତ ବଡ଼ ବ୍ୟାଗ୍ ନା। ତାପରେ ସାଇଡ଼୍ରେ ମଟର ସବୁ ଲଗେଇ ଦେଇଛି। ଟମାଟୋ, ଏଇଟା ଚେରି ଟମାଟୋ ଆଉ ଥରେ ଫୁଲ ହେଇଛି। ଚେରି ଟମାଟୋ ବହୁତ ଭଲ, ଆକ୍ଚୁଆଲି କେୟାର କଲେ ବହୁତ ଭଲ ଫଳ ହେଇଥାଏ। ଏଇଟା ହେଉଛି ନର୍ମାଲ୍ ଟମାଟୋ। ଦେଖିବା ଗୋଟେ ଏଥର ଟମାଟୋ ହେଇଛି, କିନ୍ତୁ କ'ଣ କରିବା, ମାଙ୍କଡ଼ ସବୁ ଆସିକି ମଝିରେ ମଝିରେ ପଳେଇ ଆସୁଛନ୍ତି। ଯାହା ବି ହେଇଥିବ ସବୁ ଖାଇ ଦେଇକି ପଳେଇ ଯାଉଛନ୍ତି। ସେଇଟା ହେଉଛି ଟେନସନ୍। ନହେଲେ ବହୁତ ଭଲ ହେଉଛି ଚାଷ କଲେ। ଏଠି ବି ମଟର ସବୁ ହେଇଛି। ଏଠି ବି ଲଗେଇଥିଲି ମଟର, ସବୁ ସିଫ୍ଟ କରିକି ଲଗେଇ ଦେଇଛି ମଟର। ଆଉ ଏଠି ଗୋଟେ ଆଭୋକାଡୋ ଗଛ ଥିଲା, ତାକୁ ସିଫ୍ଟ କଲେ 2ଟା ଗଛ ବାହାରିଥିଲା। ଗୋଟେ ଏଇଟା ଛୋଟଟା, ଆଉ ଗୋଟେ ଅଲଗା ଜାଗାରେ ଲଗେଇ ଦେଇଛି। ଆଉ ଟମାଟୋ ସବୁ ଏବେ ଫୁଲ ହେଇଛି। ଆଉ ଆଜିର ଭିଡ଼ିଓ ଏତିକି ହିଁ ଥାଉ।